ସତ ହେବ କି ମାଳିକା ବଚନ? ବଢ଼ିଗଲାଣି କି ପାପର ଭାର? ମାଡ଼ି ଆସୁଛି କି ମହାବିପଦ? ମିଳିଲା କି ସଂକେତ? ଜଗନ୍ନାଥଙ୍କ ସାମ୍ନାରେ ହୁତୁ ହୁତୁ ହୋଇ ଜଳିଗଲା ଜଗନ୍ନାଥଙ୍କ ରଥ। ଘଟିଗଲା ବିରାଟ ବଡ଼ ଅଘଟଣ। ଯାଜପୁର ଜିଲ୍ଲା ସୁକିନ୍ଦାଗଡ଼ ବଡ଼ଦାଣ୍ଡରେ ଛିଡ଼ା ହୋଇଥିବା ଜଗନ୍ନାଥଙ୍କ ରଥରେ ଲାଗିଲା ନିଆଁ। ଏକ ବିବାହ ପ୍ରସେସନ ଚାଲିଥିବା ବେଳେ ବାଣ ଫୁଟାଉଥିବା ବେଳେ ରଥରେ ଲାଗିଗଲା ନିଆଁ। ଚାହୁଁ ଚାହୁଁ ରଥ ଉପର ପାର୍ଶ୍ୱଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବରଯାତ୍ରୀଙ୍କ ଅସାବଧାନତା ଯୋଗୁଁ ଘଟିଗଲା ଏଭଳି ଅଘଟଣ। କିଛି ଯୁବକ ରଥ ତଳେ ବାଣ ଫୁଟାଉଥିଲେ, ଯାହାଫଳରେ ରଥରେ ନିଆଁ ଲାଗିଯାଇଥିଲା। ଦେବୋତ୍ତର ବିଭାଗ ତରଫରୁ କୌଣସି ପ୍ରକାରର ଉତ୍ପରତା ଦେଖିବାକୁ ମିଳୁନଥିବା ବେଳେ କ୍ଷୋଭ ପ୍ରକାଶ କରିଛନ୍ତି ସୁକିନ୍ଦାଗଡ଼ର ରାଜା ସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର। ରାତି 11টাରେ ଗୋଟେ ପ୍ରସେସନ୍ ଯିବାର ଡେକ୍ ଫେକ୍ରୁ ମୁଁ ଯାହା ଅନୁମାନ କଲି, ସେ ପ୍ରସେସନ୍ରେ ଆସିକରି ଯେତେବେଳେ ରଥ ପାଖରେ ପହଞ୍ଚିଛି, ବାଣ ଫଟାଫୁଟି ସେ ତ ସାଧାରଣ କଥା, ବାଣ ଫଟାଫୁଟି ହେଇକରି ସେଥିରେ ନିଆଁ ଲାଗିଯିବାର ମୁଁ ଖବର ପାଇଲି। ସମ୍ପୂର୍ଣ୍ଣ ଖବରଟା ମୁଁ ସକାଳୁ ଖବର ପାଇଲି। 1803 ମସିହାରୁ ରଥ ନିର୍ମାଣ ହେଲା, ଗୁଣ୍ଡିଚାବାଡ଼ି ତିଆରି କଲେ। ଧ୍ରୁବଜୟ ଭୂପତିଙ୍କ ସମୟରେ ଏସବୁ କାମ ହେଇଛି। ଆଉ ସେଇଦିନ ଠାରୁ ରଥ ଆରମ୍ଭ ହେଇଛି। କିନ୍ତୁ 1803 ମସିହାରୁ ଆମର ସୁକିନ୍ଦାର ଐତିହ୍ୟ କୁହେ ଯେ ଆଜି ପର୍ଯ୍ୟନ୍ତ ରଥରେ ନିଆଁ ଲାଗିବା କଥା, ଏଟା ନୂଆ କଥା, ଆମେ ବି କେହି ଜାଣିନୁ। ମୋର ଜନ୍ମ ହେଲା 1948 ମସିହାରେ, ଆଜିକି ହେଲା 77 ବର୍ଷ ହେଲା ମୋର। 77 ବର୍ଷ ଭିତରେ ବି ମୁଁ ଜାଣି ନାହିଁ କେବେ ରଥରେ ନିଆଁ ଲାଗିବା କଥା। ଏଟା ତ ନୂଆ କଥା ନୁହେଁ। ସେଇ ରଥ ବାଟେ ହଜାର ହଜାର ଦେବାଦେବୀଙ୍କ ପ୍ରସେସନ, ବାହାଘର ପ୍ରସେସନ, ବାଣ ଫୁଟା ତ ନିଶ୍ଚିତ ହବ ହିଁ ହବ। ସେ ପ୍ରସେସନରେ ଯେତେବେଳେ ଆସିଛି, ଏଇଟା ନୂଆ କରି ଜଣା ପାଇଲା ଯେ ରଥରେ ନିଆଁ ଲାଗିଗଲା। ଏଟା ଶୁଭ ସଂକେତ ନୁହେଁ। ଆମ ସୁକିନ୍ଦାଗଡ଼ ବାସିନ୍ଦାଙ୍କ ପାଇଁ, ଖାଲି ସୁକିନ୍ଦାଗଡ଼ ନୁହେଁ, ସୁକିନ୍ଦା 60 କୋଶକୁ ନେଇକି ସୁକିନ୍ଦାଗଡ଼, ସମସ୍ତ ସୁକିନ୍ଦା ନିବାସୀ, ସୁକିନ୍ଦା ନିର୍ବାଚନ କହିଲେ ଚଳେ, ଅଶୁଭ ସଂକେତ ଦେଉଛି। ୟାର ନୂତନ ନିର୍ମାଣ ନିହାତି ଆବଶ୍ୟକ। ଏହିଭଳି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏହା ସମଗ୍ର ସୁକିନ୍ଦା ଅଞ୍ଚଳ ପାଇଁ ଘୋର ବିପଦ ବୋଲି କହିଛନ୍ତି ସୁକିନ୍ଦାଗଡ଼ର ରାଜା। 1803 ମସିହାରୁ ସୁକିନ୍ଦାଗଡ଼ରେ ରଥଯାତ୍ରା ହେଉଥିବା ବେଳେ ରଥରେ ନିଆଁ ଲାଗିଥିବାର ସମ୍ପୂର୍ଣ୍ଣ ରଥକୁ ପୁନଃ ନୂଆ କାଠରେ ନିର୍ମାଣ କରାଯିବାକୁ ସାଧାରଣ ଦାବି ହେଉଛି। ଅଧାଜଳା ରଥକୁ ପୁନଃ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ସୁକିନ୍ଦାର ରାଜା ସାହେବ ଏବଂ ଜଗନ୍ନାଥଙ୍କ ସେବାୟତ।